ବର୍ତ୍ତମାନର ସବୁଠାରୁ ବଡ଼ ଖବର ବଜ୍ରପାତରେ ଚାଲିଗଲା ଜଣକର ଜୀବନ। ମୃତକ ଜଣକ ହେଲେ ଦୁର୍ଯ୍ୟୋଧନ ମହାନ୍ତ ପିତା ଗଣେଶ୍ୱର ମହାନ୍ତ। ସୂଚନା ମୁତାବକ ଗତକାଲି ପାଖାପାଖି 8:10 ସମୟରେ ସେ ପରିସ୍ରା କରିବା ପାଇଁ ବାହାରକୁ ଆସିଥିଲା। ଠିକ୍ ସେହି ସମୟରେ ହଠାତ୍ ବଜ୍ରପାତ ମାରିଥିଲା, ଫଳରେ ସେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି ବୋଲି ଅଭିଯୋଗ ଆସିଛି। ନିଶ୍ଚିତ ଭାବରେ ବର୍ତ୍ତମାନର ସବୁଠାରୁ ବଡ଼ ଖବର ଯାହା ରହିଛି, ବଜ୍ରପାତରେ ଚାଲିଗଲା ଜଣକର ଜୀବନ। ଅଧିକ ସୂଚନା ପାଇଁ ଆମ ଫୋନ୍ ଲାଇନ୍ରେ ଅଛନ୍ତି କେଉଁଝରରୁ ଆମ ଜିଲ୍ଲା ପ୍ରତିନିଧି ଅଜିତ କୁମାର କଲେଇ। ଅଜିତ, କ'ଣ ରହିଥିଲା ଗତକାଲି, କ'ଣ ହେଇଥିଲା ଘଟଣା? ଦେଖନ୍ତୁ ତପନ, ଗତକାଲି ରାତି 8:10 ପାଖାପାଖି ସେ ବାହାରକୁ ଆସିଥିଲେ ପରିସ୍ରା କରିବା ପାଇଁ। ସେହି ସମୟରେ ହଠାତ୍ ବଜ୍ରପାତ ହେଇଥିଲା ଏବଂ ସେହି ଜାଗାରେ ସେ ଟଳି ପଡ଼ିଥିଲେ। ତାଙ୍କ ପରିବାର ଲୋକେ ଦେଖିବା ପରେ ସେ ହଠାତ୍ ଜଲ୍ଦି ଫୋନ୍ କରିଥିଲେ 108 ନମ୍ବର ଆମ୍ବୁଲାନ୍ସକୁ ଏବଂ ଆମ୍ବୁଲାନ୍ସ ଆସିବାର ବିଳମ୍ବ ହେଇଯାଇଥିଲା। ତାପରେ ତାଙ୍କୁ ନେଇକି ଯାଇଥିଲେ